ଅଲ୍ ପୁରାଣ ଷ୍ଟୋରି। ଚିନ୍ତା କର ଏବଂ ଧନୀ ହୁଅ। ଚିନ୍ତାର ଚିତା। ଚିନ୍ତା ବସ୍ତୁତଃ ଚିତାର ପ୍ରଥମ କାଠ। କିଛି ଲୋକଙ୍କର ଚିନ୍ତା କରିବା ଏବଂ ଚିନ୍ତା ଦୂର ରହିବା ସ୍ୱଭାବ ହୋଇଯାଏ। ଏହାକୁ ବୁଢ଼ମସର ପ୍ରତିଫଳ ବି କୁହାଯାଏ, ଅର୍ଥାତ୍ ବୁଢ଼ା ଲୋକର ସ୍ୱଭାବ। ଏପରି ଲୋକ ଅଧିକ ଖୁସି ମଧ୍ୟରେ ମଧ୍ୟ କୌଣସି ନା କୌଣସି ଚିନ୍ତା ଖୋଜି ନିଅନ୍ତି। ଏପରି ଲୋକ ସେହିମାନେ ହୋଇଥାନ୍ତି ଯେଉଁମାନେ ସାଧାରଣତଃ ନିଜର ମସ୍ତିଷ୍କକୁ ଖାଲି ରଖିଥାନ୍ତି, ଆଉ ଖାଲି ମସ୍ତିଷ୍କ ଶୈତାନର ଘର ହୋଇଥାଏ। ସେମାନଙ୍କ ଚିତ୍ତ ବଡ଼ ଅସ୍ଥିର ରହେ। ଏହାର ମୂଳ କାରଣ ଉଦ୍ଦେଶ୍ୟହୀନତା ବା ଲକ୍ଷ୍ୟହୀନତା। ଏମାନେ କୌଣସି ନିର୍ଣ୍ଣୟ ନେଇ ପାରନ୍ତି ନାହିଁ କି ସେମାନଙ୍କ ପାଖରେ କୌଣସି କାର୍ଯ୍ୟ ବି ନଥାଏ। କୁହାଯାଏ, ଯେତେବେଳେ ବିଂଶ ଶତାବ୍ଦୀର ତୃତୀୟ ଦଶକ ଉତ୍ତରାର୍ଦ୍ଧଠାରେ ମାନ୍ଦା ଅବସ୍ଥା ଆସିଲା, ସେତେବେଳେ ଆମେରିକାରେ ଦୁଇ ପ୍ରକାର ରୋଗ ସୃଷ୍ଟି ହୋଇଥିଲା, ଫିୟରେଞ୍ଜା ଏବଂ ଓରିଆଇଟିସ୍, ଯାହା ଭୟ ଆଉ ଚିନ୍ତା ଫିୟର ଏବଂ ଓରି ଶବ୍ଦରୁ ତିଆରି କରାଯାଇଥିଲା। ପ୍ରାୟ ଲୋକ ଏହି କଳ୍ପିତ ରୋଗ ବା ଚିନ୍ତାରେ ଗ୍ରସିତ ଥିଲେ। ସାଧାରଣ ବିପନ୍ନତା ଯୋଗୁଁ ଚିନ୍ତା କରିବା ପାଇଁ ତାଙ୍କ ପାଖରେ କିଛି ବିକଳ୍ପ ନଥିଲା। ମନେ ରଖନ୍ତୁ, ଯଦି ଚିନ୍ତାର ନିଆଁ ଥରେ ଜଳିବାକୁ ଲାଗେ, ତେବେ ଏହା ଚିତା ସହିତ ଥଣ୍ଡା ହୁଏ। ସେଥିରୁ ଯେତେ ଶୀଘ୍ର ମୁକ୍ତି ହୋଇପାରନ୍ତି ସେତେ ଭଲ। ସେଥିରୁ ମୁକ୍ତ ହେବାର ସହଜ ପ୍ରଣାଳୀ ନିର୍ଣ୍ଣୟ ନେବା। ଆପଣ ଅନିର୍ଣ୍ଣୟ ସ୍ଥିତିଠାରୁ ଯେତେ ଶୀଘ୍ର ମୁକ୍ତ ହେବେ, ସେତେ ଶୀଘ୍ର ଆପଣ ଚିନ୍ତାରୁ ମୁକ୍ତ ହେବେ। ସବୁବେଳେ ଧନାତ୍ମକ ଚିନ୍ତା ରଖନ୍ତୁ ଏବଂ ଏହି ଭାବନା କରନ୍ତୁ ଯେ ଯିଏ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ କରାଇଲା, ତାହା ଆଗକୁ ବି କରାଇବ। ଯଦି ଈଶ୍ୱରଙ୍କ ମଞ୍ଜୁର ହୋଇନଥାନ୍ତା, ଆପଣ କ'ଣ ଆଜି ପର୍ଯ୍ୟନ୍ତ ସୁସ୍ଥ ଓ ଜୀବିତ ରହିପାରିଥାନ୍ତେ? ଯେତେବେଳେ ଜୀବନରେ ଆପଣଙ୍କ ଅଧୀନରେ କିଛି ନାହିଁ, ତେବେ ସବୁବେଳେ ମୋରଟା ହିଁ କାହିଁକି ଭାବିବା? ଏକଥା କାହିଁକି ଭାବିବା ଯେ କାଲି ମୁଁ ବେମାର ପଡ଼ିବି ବା ମୋର କୌଣସି ଦୁର୍ଘଟଣାର ହୋଇଯିବ? ଏହା କାହିଁକି ଭାବିବା ନାହିଁ ଯେ ମୋତେ 1 କୋଟିର ଲଟେରୀ ମିଳିବ ବା ଲୋକେ ମୋର ସମ୍ମାନ କରିବେ? ଏପରି ଭାବନା ଧୀରେ ଧୀରେ ଆପଣଙ୍କ ଅବଚେତନରେ ଏହି ବିଶ୍ୱାସ ଭରିବାକୁ ଲାଗିବ ଯେ ଯାହା ସବୁଠାରୁ ଭଲ। ଏହା ଦିନେ ନା ଦିନେ ହେବ ନିଶ୍ଚୟ। ନିଜର ମସ୍ତିଷ୍କକୁ ନିଜେ ନିୟନ୍ତ୍ରିତ କରିବା ଶିଖନ୍ତୁ ଏବଂ ଜୀବନକୁ ଜୀବନ ପରି ଜିଅନ୍ତୁ, ମୃତ୍ୟୁ ପରି ନୁହେଁ। ଯେପର୍ଯ୍ୟନ୍ତ ଆପଣ ନିଜ ବିଚାରକୁ ନିଜ ନିୟନ୍ତ୍ରଣରେ ନ ରଖିବେ, ବାରମ୍ବାର ଭୁଲ ରାସ୍ତାରେ ଯିବା ଆପଣଙ୍କ ଅବଚେତନକୁ ବି ବିକୃତ କରିଦେବ ଏବଂ ପୁଣି ଆପଣ ଚିନ୍ତାର ଯନ୍ତ୍ରଣା ଚକ୍ରରୁ କେବେ ବି ବାହାରକୁ ଆସିପାରିବେ ନାହିଁ। ଆପଣଙ୍କ ଭବିଷ୍ୟ ଆପଣଙ୍କ କାର୍ଯ୍ୟରେ ବନ୍ଧା ଏବଂ କାର୍ଯ୍ୟର ସଞ୍ଚାଳକ ଆପଣଙ୍କ ବିଚାର ଅଟେ। ନିଜ ଉପରେ ବିଶ୍ୱାସ ରଖି ଆଗକୁ ବଢ଼ନ୍ତୁ ଏବଂ ଚିନ୍ତାର ଅଗ୍ନିକୁ ନିଜ କାର୍ଯ୍ୟରେ ଗଙ୍ଗା ଜଳରେ ଶାନ୍ତ କରନ୍ତୁ। ଆପଣଙ୍କ ପରିସ୍ଥିତି ଆପଣଙ୍କ ଅନୁରୂପ ସେତେବେଳେ ଢଳିବ ଯେତେବେଳେ ଆପଣ ତାକୁ ସେ ଦିଗକୁ ଢାଳିବାକୁ ଚାହିଁବେ। ଋଣାତ୍ମକ ଭାବର ପ୍ରଭାବରେ ଆସୁଥିବା ଦୁର୍ବଳତା ଶୈତାନର ଘର। ଏହି ଦୁର୍ବଳତା ପ୍ରଥମେ ବର୍ଣ୍ଣିତ 6 ଭୟଠାରୁ ଅଧିକ ବିପଜ୍ଜନକ। ଯଦି ଏପରି ଦୁର୍ବଳତା ଆପଣଙ୍କଠାରେ ଆସିଯାଇଛି, ତେବେ ସଫଳ ହେବାର ସମ୍ଭାବନାକୁ ଭୁଲିଯାଆନ୍ତି। ଏହା ଭୟ ନୁହେଁ, ବରଂ ଭୟଠାରୁ ବି ଭୟାନକ ଏକ ଋଣାତ୍ମକ ତ୍ରୁଟି ଅଟେ, ଯାହା ବ୍ୟକ୍ତିତ୍ୱରେ ଏତେ ଗଭୀରରେ ପ୍ରବେଶ କରେ ଯେ ଏହାକୁ ଚିହ୍ନିବା ମୁସ୍କିଲ ହୁଏ। ଋଣାତ୍ମକ ଭାବକୁ ମାନସରେ ଭରିବା ବାଲା ଆପଣଙ୍କ ଚତୁର୍ଦିଗରେ ବହୁଳ ଭାବରେ ରହନ୍ତି। ଏହା ପ୍ରତ୍ୟେକ ପାଦରେ ଆପଣଙ୍କୁ ନିଜର କରି ଆପଣଙ୍କୁ ନିରନ୍ତର ହତୋତ୍ସାହିତ କରିବ। ଆପଣଙ୍କ କୌଣସି ଯୋଜନାରେ ଏହା ଏତେ ବିପଦ ସୃଷ୍ଟି କରିଦିଏ ଯେ ଆପଣ ତା'ର ଅସଫଳତା ବିଷୟରେ ପୂର୍ଣ୍ଣ ମାତ୍ରାରେ ଆଶ୍ୱସ୍ତ ହୋଇଯିବେ। ଜୀବନରେ ଯେଉଁମାନେ ସଫଳ ହୋଇଛନ୍ତି, ଯେଉଁମାନେ ଅତୁଳ ଧନ ସମ୍ପଦ ଅର୍ଜିତ କରିଛନ୍ତି, ସେମାନେ ସବୁବେଳେ ଏହାଠାରୁ ଦୂରେଇ ରହିଛନ୍ତି। ଏଡ଼ିସନ୍ ଓ ଫୋର୍ଡଙ୍କୁ
ବିପଦର ସମ୍ମୁଖୀନ ହେବାକୁ ପଡ଼ିନାହିଁ। ଇଂରେଜ ପ୍ରସିଦ୍ଧ କବି ଶେଲି ଏବଂ ଋଣାତ୍ମକ ପ୍ରଭାବ କାରଣରୁ ଆତ୍ମହତ୍ୟା କରିବା ପର୍ଯ୍ୟନ୍ତ ଯାଇନଥିଲେ। ଆପଣ ସଂସାରରେ କୌଣସି ମହାନ ବ୍ୟକ୍ତିଙ୍କ ଜୀବନୀ ପଢ଼ି ଦେଖନ୍ତୁ। ଆପଣ ଜାଣିପାରିବେ ସେମାନଙ୍କୁ କେତେ ବିରୋଧ ଶକ୍ତି ଏବଂ ଋଣାତ୍ମକ ପ୍ରଭାବ ସହିବାକୁ ପଡ଼ିଛି। ଆପଣ ନିଶ୍ଚିତ ଭାବରେ ନିଜର ପ୍ରକୃତି ଉପରେ ବିଚାର କରନ୍ତୁ। ଆପଣଙ୍କ ଭିତରେ ସେ କୀଟାଣୁ ନାହିଁ ତ? ଯଦି ଅଛି ତେବେ ସେଥିରୁ ମୁକ୍ତ ହେବାକୁ ନିମ୍ନଲିଖିତ ପ୍ରଣାଳୀ ଉପରେ ଗମ୍ଭୀରତାର ସହିତ ବିଚାର କରନ୍ତୁ। କିପରି ପାଇବେ ଏହି ଶୈତାନଠାରୁ ମୁକ୍ତି? ନିଜର ଇଚ୍ଛା ଶକ୍ତିରେ ଦୃଢ଼ତା ଆଣନ୍ତୁ। ପ୍ରତ୍ୟେକ କଥାକୁ ଯଥାବତ୍ ସ୍ୱୀକାର କରିବାର ପ୍ରବୃତ୍ତିରୁ ତ୍ରାଣ ପାଆନ୍ତୁ। ଆପଣଙ୍କ ଇଚ୍ଛା ଶକ୍ତିକୁ ବାରମ୍ବାର ପରୀକ୍ଷା କରନ୍ତୁ। ଉଦାହରଣାର୍ଥ ଯଦି ଆପଣ ସ୍ଥିର କରିଛନ୍ତି ଯେ ପ୍ରତିଦିନର କାର୍ଯ୍ୟରୁ 10 ପୃଷ୍ଠା କମ୍ ଲେଖିବେ, ତେବେ ଏପରି ହିଁ ଚେଷ୍ଟା କରନ୍ତୁ ଯେତେ ବ୍ୟବଧାନ ଆସୁ ପଛକେ। ଅଧିକ ସୀମା ପର୍ଯ୍ୟନ୍ତ ଜିଦ୍ କରିବା ତାଙ୍କ ପାଇଁ ଆବଶ୍ୟକ ଅଟେ। ଯଦି ଆପଣଙ୍କ ଦୈନନ୍ଦିନ ଜୀବନରେ ବ୍ୟାୟାମ ପାଇଁ ଅଧଘଣ୍ଟାଏ ନିଶ୍ଚୟ କରି ରଖିଛନ୍ତି, ଯେଉଁଠିକୁ ଯାଆନ୍ତୁ ପଛକେ, ଯେତେ ଜଞ୍ଜାଳ ଥାଉ ପଛକେ, ନିଜର ଦିନଚର୍ଯ୍ୟା ନିଶ୍ଚୟ ପୂରଣ କରନ୍ତୁ। ଏପରି କିଛି ନିୟମ ସ୍ଥିର କରନ୍ତୁ ଏବଂ ପୂର୍ଣ୍ଣ ମାତ୍ରାରେ ତାହାକୁ ପାଳନ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଇଚ୍ଛାଶକ୍ତିରେ ଦୃଢ଼ତା ଆସିବ। 2. ଆପଣ ସ୍ୱୀକାର କରିବାରେ ଦ୍ୱିଧା କରନ୍ତୁ ନାହିଁ ଯେ ଆପଣ ବି ସାଧାରଣ ବ୍ୟକ୍ତିଙ୍କ ପରି ଆଳସୀ ତଥା ଋଣାତ୍ମକ ପ୍ରଭାବ ବ୍ୟକ୍ତି। ପ୍ରଥମେ ଆପଣଙ୍କ ନ୍ୟୁନତାକୁ ସ୍ୱୀକାର କରନ୍ତୁ, ପୁଣି ତାକୁ ଦୂର କରିବା ପାଇଁ ଚେଷ୍ଟା କରନ୍ତୁ। 3. ଏହି ଋଣାତ୍ମକ ପ୍ରଭାବକୁ ଚିହ୍ନନ୍ତୁ ଯାହା ଆପଣଙ୍କ ଅବଚେତନରେ ବସି ରହିଛି। ଏହା ସହଜ ନୁହେଁ, କାରଣ ଏହି ପ୍ରଭାବ ଖୁବ୍ ଗଭୀରରେ ବସି ରହିଛି। ଏପରି ଲୋକଙ୍କ ପିଛା ଛାଡ଼ନ୍ତୁ ଯେଉଁମାନେ ସବୁବେଳେ ଅସଫଳତା ଏବଂ ହାରକୁ ସ୍ୱାଗତ କରନ୍ତି। 4. ଆପଣଙ୍କ ଔଷଧ ଆଲମାରୀରୁ ସମସ୍ତ ଔଷଧ ବାହାର କରି ଫୋପାଡ଼ି ଦିଅନ୍ତୁ ଯାହା କୌଣସି ଡାକ୍ତରଙ୍କ ଦ୍ୱାରା ଲେଖାଯାଇ ନାହିଁ। ନହେଲେ ଆପଣ ତାହାକୁ ଖାଇ ଚାଲିଯିବେ। ସେମାନଙ୍କ ମଧ୍ୟରେ ନିଦ ବଟିକା, ଭିଟାମିନ୍ ବଟିକା ବହୁତ ହୋଇଥାଏ। ଯଦି ଆପଣଙ୍କ ପ୍ରକୃତରେ ଅନିଦ୍ରା ହେଉଛି, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଯଦି ଆପଣଙ୍କୁ ଏପରି ସକ୍ ଯେ ଶରୀରକୁ ଏତେ କମ୍ ଜୋର କରିଦେବେ ଯେ ରାତିକୁ ସେଜ ଉପରେ ପଡ଼ିଲେ ହିଁ ଘୁଙ୍ଗୁଡ଼ି ମାରିବେ। 5. ଧନାତ୍ମକ ଚିନ୍ତା କରୁଥିବା ତଥା ସ୍ୱାସ୍ଥ୍ୟବାନ ଲୋକଙ୍କ ସହିତ ମିଳିତ ହୁଅନ୍ତୁ, ଯେଉଁମାନେ ଜୀବନରେ କିଛି କରି ଦେଖାଇଛନ୍ତି ବା ଦେଖାଇବା ପାଇଁ ଚାହୁଁଛନ୍ତି। 6. ସମସ୍ୟାକୁ କେବେ ଆମନ୍ତ୍ରିତ କରନ୍ତୁ ନାହିଁ। ସମସ୍ୟାର ଆଦତ ଯେ ସେ କେବେ ଆପଣଙ୍କୁ ନିରାଶ କରିବ ନାହିଁ। ଯଦି ପ୍ରକୃତରେ ସମସ୍ୟା ସାମ୍ନାକୁ ଆସେ, ତାର ନିଦାନ ଖୋଜନ୍ତୁ। 7. ନିଜ ଉପରେ ଏବଂ ଈଶ୍ୱରଙ୍କ ଉପରେ ଭରସା କରନ୍ତୁ। ମନେ ରଖନ୍ତୁ, ଯଦି ଈଶ୍ୱର ନ ଚାହିଁଥାନ୍ତେ ଆଜି ଆପଣ ଜୀବିତ ନଥାନ୍ତେ। ଆପଣ ଯଦି ଶୁଦ୍ଧ ଶରୀରରେ ବିଦ୍ୟମାନ ଅଛନ୍ତି, ତେବେ କେହି ଜଣେ ଅଛି ଯେ ଆପଣଙ୍କୁ ସୁରକ୍ଷା ଦେଉଛି। 8. ଆକାଶରେ କେହି ଏପରି ଅଛନ୍ତି ଯେ ଆପଣଙ୍କୁ ସୁରକ୍ଷା କରୁଛନ୍ତି। ହୁଏତ ସେ ଆପଣଙ୍କର ଘନିଷ୍ଠତମ ମିତ୍ର ହେଉ। ଋଣାତ୍ମକ ବିଚାରବାଲାଙ୍କ ସହିତ ତୁରନ୍ତ ବିଚାର ତ୍ୟାଗ କରନ୍ତୁ। ଆତ୍ମବିଶ୍ଳେଷଣକୁ ପରୀକ୍ଷା କରିବା ପାଇଁ କେତୋଟି ପ୍ରଶ୍ନ। 1. ଆପଣଙ୍କୁ କ'ଣ ପ୍ରାୟ ଏହା ଲାଗୁଛି ଯେ କିଛି ଭଲ ଅନୁଭବ ହେଉନାହିଁ? ଯଦି ଏପରି ବିଚାର ଆସୁଥାଏ, ତେବେ ତା'ର ମୂଳ କାରଣ ଜାଣିବା ପାଇଁ ଚେଷ୍ଟା କରନ୍ତୁ। 2. ଟିକିଏ ଟିକିଏ କଥାରେ ଆପଣ ଅନ୍ୟର ନ୍ୟୁନତା ଉଜାଗର କରିବାରେ ଆନନ୍ଦ ପାଆନ୍ତି କି? 3. ଆପଣ କ'ଣ ବାରମ୍ବାର ନିଜ କାର୍ଯ୍ୟରେ ବ୍ୟଙ୍ଗାତ୍ମକ ଏବଂ ଆକ୍ରାତ୍ମକ ହୋଇ ଯାଉଛନ୍ତି? 4. ଆପଣ କ'ଣ ବାରମ୍ବାର ନିଜ କାର୍ଯ୍ୟରେ ବ୍ୟଙ୍ଗାତ୍ମକ କରନ୍ତି? ଯଦି ଏପରି କରୁଥାନ୍ତି, ତେବେ କାହିଁକି? ଭୁଲକୁ ଶୀଘ୍ର ସୁଧାରନ୍ତୁ। 5. ଆପଣ କ'ଣ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ସହିତ ଜାଣିଶୁଣି ରକ୍ଷା ପାଇବା ପାଇଁ ଚାହାନ୍ତି? ଏପରି ହୁଏ ତ କାହିଁକି? 6. ଆପଣ କ'ଣ କୋଷ୍ଠକାଠିନ୍ୟରେ ବ୍ୟସ୍ତତା ଭୋଗନ୍ତି? ଏହାର କାରଣ
ବଧ ଜମି ନା ଆଉ କ'ଣ? 7 ଆପଣଙ୍କୁ କ'ଣ ଜୀବନ ନିରର୍ଥକ ଏବଂ ଭବିଷ୍ୟ ଆଶା ବିହୀନ ପ୍ରତୀତ ହୁଏ? 8 ଆପଣଙ୍କୁ ଆପଣଙ୍କ ବ୍ୟବସାୟ ପସନ୍ଦ ଅଟେ? ଯଦି ନୁହେଁ ତେବେ କେଉଁ କାରଣରୁ? 9 ଆପଣ କ'ଣ ପ୍ରାୟ ନିଜ ଉପରେ ଦୟା ଦେଖାନ୍ତି କାହିଁକି? 10 ଆପଣଙ୍କ ଠାରୁ ଆଗକୁ ଆଗେଇ ଯିବା ଈର୍ଷା ଅନୁଭବ କରନ୍ତି କି? 11 କେଉଁ ବିଷୟରେ ଆପଣ ଅଧିକ ଭାବନ୍ତି, ସଫଳତା ନା ଅସଫଳତା? 12 ବୟସ ସହିତ ଆପଣଙ୍କ ଆତ୍ମବିଶ୍ୱାସ କମୁଛି ନା ବଢ଼ୁଛି? 13 ଆପଣ ଭୁଲରୁ କିଛି ଶିକ୍ଷା କରନ୍ତି କି? 14 ଆପଣ କୌଣସି ପରିଚିତ ବା ସମ୍ବନ୍ଧୀ ଚିନ୍ତାଗ୍ରସ୍ତ ହେବାରୁ ମୁକ୍ତି ଦିଅନ୍ତି କାହିଁକି? 15 କେବେ କେବେ ଆପଣ ନିଜକୁ ଖୁସିରେ ଆତ୍ମହରା ହୁଅନ୍ତି କି? ହତାଶା ବୋଧ କରନ୍ତି କି? 16 ଆପଣଙ୍କ ଉପରେ ସର୍ବାଧିକ ପ୍ରଭାବ କାହାର ଏବଂ କାହିଁକି? 17 ଆପଣ ଯେଉଁ ଋଣାତ୍ମକ ବା ହତୋତ୍ସାହିତ କରିବା ବାଲା ପ୍ରଭାବରୁ ରକ୍ଷା ପାଉଛନ୍ତି ନା ତାହାକୁ ସହି ନେଉଛନ୍ତି? 18 ଆପଣ ସଞ୍ଚୟ କରିବାରେ ବେପରୁଆ ଅଟନ୍ତି କି? ତେବେ କେବେ କେବେ ଏପରି ହୁଏ ଓ କାହିଁକି? 19 ଆପଣ ଆପଣଙ୍କ ସମସ୍ୟା କାହା ଜରିଆର ସମାଧାନ କରିବାର ଥିଲା ଭୁଲି ଯାଆନ୍ତି କି? ଅର୍ଥାତ୍ ଏପରି କୌଣସି ମାଧ୍ୟମ ଅଛି ଯାହାଦ୍ୱାରା ଆପଣ ନିଜକୁ ଭୁଲି ଯାଇ ଆପଣଙ୍କ ସମସ୍ୟା ପ୍ରତି ବିମୁଖ ହୁଅନ୍ତି କି? 20 ଯଦି ଅନ୍ୟକୁ ଆପଣଙ୍କ ବିଷୟରେ ନିର୍ଣ୍ଣୟ ନେବା ପାଇଁ ଦିଅନ୍ତି ତେବେ ନିଜକୁ ମାଟିର ଘୋଡ଼ା ବୁଝିବାକୁ ପ୍ରସ୍ତୁତ ଅଛନ୍ତି କି? 21 ଯେପର୍ଯ୍ୟନ୍ତ ଆପଣଙ୍କ ସ୍ୱତ ଉନ୍ମାଦ ଭାବ ଅନ୍ୟକୁ ଚିଡ଼ିଚିଡ଼ା ନ କରାଏ ସେ ପର୍ଯ୍ୟନ୍ତ ଆପଣ ଆପଣଙ୍କ ମନକୁ ଧୋଇ ପୋଛି ସଫା କରିବାର ଚେଷ୍ଟା କରନ୍ତି କି ନାହିଁ? 22 ଯେଉଁ ବ୍ୟବଧାନ ଏବଂ ଗଡ଼ବଡ଼ରେ ଆପଣ ରକ୍ଷା ପାଇପାରିବେ ତାହାକୁ ବି ବରଦାସ୍ତ କରି ନିଅନ୍ତି। ଆପଣଙ୍କୁ ନିଜ ଉପରେ କ୍ରୋଧ ଆସେ ନାହିଁ। 23 ଆପଣ ବିଭିନ୍ନ ପ୍ରକାର ନିଶାର ଆଶ୍ରୟ ନେଇ ଆପଣଙ୍କ ଦୁଃଖ କମ୍ କରିବାକୁ ଚେଷ୍ଟା କରନ୍ତି କି? ଆପଣ ଆପଣଙ୍କ ଇଚ୍ଛାଶକ୍ତି ବଳରେ ନିଜର ଦୁଃଖକୁ କାହିଁକି ଦୂର କରିବା ପାଇଁ ଚେଷ୍ଟା କରୁନାହାନ୍ତି? 24 କେହି କ'ଣ ଆପଣଙ୍କ ପିଛା ପଡ଼ିଛି, କେଉଁ କାରଣରୁ? 25 ଆପଣଙ୍କ ଜୀବନରେ କୌଣସି ବଡ଼ ସ୍ପଷ୍ଟ ଉଦ୍ଦେଶ୍ୟ ଅଛି କି? ଯଦି ଏପରି ଅଛି ତାହା କ'ଣ ଏବଂ କିପରି ପାଇବାକୁ ଆପଣ ଚାହୁଁଛନ୍ତି? ଆପଣଙ୍କ ଯୋଜନା କ'ଣ? 26 ବତାଇ ଦିଆଯାଇଥିବା 6 ଭୟ ମଧ୍ୟରୁ କାହା ଯୋଗୁଁ ଆପଣ ଭୟଭୀତ? ଯଦି ହଁ ତେବେ କାହା ସହିତ? 27 ଆପଣଙ୍କ ପାଖରେ ଏପରି ସୁରକ୍ଷାର ସାଧନ ଅଛି ଯାହାଦ୍ୱାରା ଅନ୍ୟ ଦ୍ୱାରା ପ୍ରଦତ୍ତ ଋଣାତ୍ମକ ପ୍ରଭାବରୁ ନିଜକୁ ରକ୍ଷା କରିପାରିବେ। 28 ଆପଣ କେବେ ସ୍ୱତ ପ୍ରେରଣା ଦ୍ୱାରା ଆପଣଙ୍କ ମସ୍ତିଷ୍କର ଭାବନାକୁ ଧନାତ୍ମକ ଦେଖିବାକୁ ଚେଷ୍ଟା କରନ୍ତି କି? 29 ଆପଣ ଆପଣଙ୍କ ନିର୍ଣ୍ଣୟ ଅନ୍ୟର ପ୍ରଭାବରେ ବଦଳାଇ ଦିଅନ୍ତି କି? 30 ଆଜି ଆପଣ ନିଜର ଜ୍ଞାନ ବର୍ଦ୍ଧନ ବା ବିଚାର ଶୃଙ୍ଖଳା ଦ୍ୱାରା କିଛି ନିର୍ଦ୍ଦିଷ୍ଟ ହାସଲ କରିପାରିଛନ୍ତି କି? 31 ଆପଣ ଅପ୍ରିୟ ପରିସ୍ଥିତିରୁ ପଳାୟନର ଚେଷ୍ଟା କରନ୍ତି ବା ତା'ର ଦାୟିତ୍ୱପୂର୍ବକ ଦୃଢ଼ ଭାବରେ ସାମ୍ନା କରନ୍ତି କି? 32 ଆପଣଙ୍କ ଭୁଲ ବା ଅସଫଳତାରୁ କିଛି ଶିକ୍ଷା କରିବାର ପ୍ରୟାସ କରନ୍ତି ବା ଭାବନ୍ତି ତାହା ମୋ କାମ ନୁହେଁ। 33 ଆପଣଙ୍କ 3ଟି ଘାତକ ଅବଗୁଣ କହିପାରିବେ କି? ଯଦି ହଁ ଆପଣ ତାହାକୁ ଦୂର କରିବା ନିମନ୍ତେ କ'ଣ ଚେଷ୍ଟା କରିଛନ୍ତି? 34 ଆପଣ ଏପରି ଲୋକଙ୍କୁ ପ୍ରୋତ୍ସାହନ ଦିଅନ୍ତି ଯେଉଁମାନେ ନିଜର ଚିନ୍ତାକୁ ଆପଣଙ୍କୁ କହି ଆପଣଙ୍କଠାରୁ ସହାନୁଭୂତି ଅର୍ଜନ କରିବାକୁ ଚାହାନ୍ତି। 35 ଆପଣଙ୍କ ଉପସ୍ଥିତି ସବୁବେଳେ ଲୋକଙ୍କ ଉପରେ ଋଣାତ୍ମକ ପ୍ରଭାବ ପକାଏ କି? 36 ଲୋକଙ୍କର କେଉଁ ସ୍ୱଭାବରେ ଆପଣ ଅଧିକ ଚିଡ଼ନ୍ତି? 37 ଆପଣ ଆପଣଙ୍କ ସ୍ପଷ୍ଟ ରାୟ ରଖନ୍ତି ବା ଅନ୍ୟକୁ ସେମାନଙ୍କ ମଧ୍ୟରେ ପରିବର୍ତ୍ତନର ରିହାତି ପ୍ରଦାନ କରନ୍ତି କି? 38 ଆପଣ ଏପରି ସ୍ଥିତି ସୃଷ୍ଟି କରିପାରନ୍ତି ଯେ ଋଣାତ୍ମକ ପ୍ରଭାବ ଆପଣଙ୍କୁ ଛୁଇଁପାରେ ନାହିଁ। 39 ଆପଣଙ୍କ ବ୍ୟବସାୟରେ
ଆପଣଙ୍କୁ ବିଶ୍ୱାସ ଏବଂ ପ୍ରେରଣା ପ୍ରାପ୍ତ ହୁଏ କି? 40 ଆପଣଙ୍କ ପାଖରେ ଏତେ ବଳଶାଳୀ ଆଧ୍ୟାତ୍ମିକ ଚେତନା ଅଛି ଯେ ଆପଣ ପ୍ରତ୍ୟେକ ପ୍ରକାର ଭୟରୁ ଆପଣଙ୍କ ମସ୍ତିଷ୍କକୁ ମୁକ୍ତ ରଖିପାରନ୍ତି। 41 ଆପଣଙ୍କ ଧାର୍ମିକ ମାନ୍ୟତା ଆପଣଙ୍କ ମସ୍ତିଷ୍କକୁ ଧନାତ୍ମକ ରଖିବାରେ ସହାୟତା କରେ। 42 ଆପଣ ଲୋକଙ୍କ ଚିନ୍ତାକୁ ବାଣ୍ଟିବା ଆପଣଙ୍କ କର୍ତ୍ତବ୍ୟ ଭାବନ୍ତି। ଯଦି ଏପରି ହୁଏ ତେବେ କାହିଁକି? 43 ଆପଣ ସଂଗତିର ପ୍ରଭାବ ସିଦ୍ଧାନ୍ତକୁ ଗ୍ରହଣ କରନ୍ତି। ଆପଣ ନିଜର ମିତ୍ରମାନଙ୍କ ମଧ୍ୟରୁ କ'ଣ ହାସଲ କରିଛନ୍ତି? 44 ଆପଣ ନିଜର ସଂଗତି ଏବଂ ଆପଣଙ୍କ ଦ୍ୱାରା ଅନୁଭୂତ ଦୁଃଖରେ କୌଣସି ସୂତ୍ର ଜଡ଼ିତ ଭାବନ୍ତି, ଅର୍ଥାତ୍ ଆପଣଙ୍କ ସଂଗତି ଆପଣଙ୍କୁ ଅଧିକ ଦୁଃଖ ଦିଏ। 45 ଆପଣଙ୍କ କୌଣସି ନିକଟତମ ମିତ୍ର ଆପଣଙ୍କ ଉପରେ ଋଣାତ୍ମକ ପ୍ରଭାବ ଛାଡ଼ିବା କାରଣରୁ ଶତ୍ରୁ ପରି ପ୍ରତୀତ ହୁଏ କି? 46 ଆପଣ ପାଖରେ କ'ଣ ମାନଦଣ୍ଡ ଅଛି ଯେ ଆପଣଙ୍କର କିଏ ପ୍ରକୃତରେ ସହାୟକ ଏବଂ କିଏ ବିଗାଡ଼ିବା ବାଲା ସ୍ଥିର କରିପାରିବେ କି? 47 ଆପଣଙ୍କ ଘନିଷ୍ଠ ମିତ୍ରଗଣ ଆପଣଙ୍କ ଠାରୁ ମାନସିକ ରୂପେ ଅଧିକ ବିକଶିତ ବା ଅବିକଶିତ ଅଟନ୍ତି। 48 ଆପଣ 24 ଘଣ୍ଟାରେ କେତେ ସମୟ ନିମ୍ନଲିଖିତ କାମ ବା ଗତିବିଧିରେ କଟାନ୍ତି? ଆପଣଙ୍କ ବ୍ୟବସାୟ, ନିଦ୍ରା, ଖେଳକୁଦ ଏବଂ ଆରାମ ମନୋରଞ୍ଜନ ଉପଯୋଗୀ ଜ୍ଞାନ ହାସଲ କରିବାରେ ପୁରା ସମୟ ବର୍ବାଦୀରେ। 49 ଆପଣଙ୍କ ଚିହ୍ନା ପରିଚୟ ଲୋକଙ୍କ ମଧ୍ୟରେ କିଏ ଆପଣଙ୍କୁ ପ୍ରୋତ୍ସାହିତ କରେ, ସାବଧାନ କରାଏ, ହତୋତ୍ସାହିତ କରେ, ପ୍ରତ୍ୟେକ ପ୍ରକାର ସହାୟତା ପାଇଁ ତତ୍ପର ରହେ। 50 ଆପଣଙ୍କ ସବୁଠାରୁ ବଡ଼ ଚିନ୍ତା କ'ଣ? ଏହାକୁ ସହିବାର କାରଣ କ'ଣ? 51 ଯଦି ଲୋକେ ମାଗନ୍ତି ଆପଣ ତାଙ୍କୁ ଉପଦେଶ ଦିଅନ୍ତି ନା ଆପଣ ତାହାକୁ ଚୁପଚାପ ସ୍ୱୀକାର କରିଦିଅନ୍ତି ବା ତାଙ୍କର ଉଦ୍ଦେଶ୍ୟ ବିଶ୍ଳେଷଣ ପ୍ରୟତ୍ନ ବି କରନ୍ତି? 52 ଆପଣଙ୍କର ସର୍ବାଧିକ ଅଦମ୍ୟ ଇଚ୍ଛା କ'ଣ ଯାହାକୁ ଆପଣ ଏବେ ସ୍ଥିର କରୁଛନ୍ତି? 53 ଏହି ଇଚ୍ଛା ଆପଣଙ୍କ ସମସ୍ତ କାମନା ବା ଇଚ୍ଛାର ଉପରେ ଅଛି, ଅର୍ଥାତ୍ ତା ପାଇଁ ଆପଣ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। 54 ଆପଣ ତାହାକୁ ପ୍ରାପ୍ତ କରିବା ପାଇଁ ପ୍ରତିଦିନ କ'ଣ ପ୍ରୟାସ କରିଛନ୍ତି? 55 ଆପଣ ଆପଣଙ୍କ ରାୟ ଜଲ୍ଦି ବଦଳାନ୍ତି କି? ଯଦି ପରି ହେଉଥାଏ ତା'ର କାରଣ କ'ଣ? 56 ଆପଣ କୌଣସି କାମ ଅଧା ଛାଡ଼ନ୍ତି ନାହିଁ, ଯାହାକୁ ଆରମ୍ଭ କରନ୍ତି ତାକୁ ପୂରା କରନ୍ତି କି? 57 ଆପଣ ଅନ୍ୟର ବ୍ୟାପାରିକ ବା ବ୍ୟବସାୟିକ ପ୍ରତିଷ୍ଠା, ଶୈକ୍ଷଣିକ ଡିଗ୍ରୀ ବା ଧନ ଦୌଲତରେ ଶୀଘ୍ର ପ୍ରଭାବରେ ଆସିଯାଆନ୍ତି। 58 ଆପଣ କାହାର ସାମାଜିକ ବା ବ୍ୟାପାରିକ ପ୍ରତିଷ୍ଠା କାରଣରୁ ତାହାକୁ ପ୍ରଶଂସା କରିବାରେ ଭୟ କରନ୍ତି ନାହିଁ ତ? 59 ଆପଣଙ୍କ ଅନୁସାରେ ଆଜି ଜୀବିତ ଥିବା ସବୁଠାରୁ ମହାନ ବ୍ୟକ୍ତି କିଏ? ସେ କେଉଁ ମାନ୍ୟତାରେ ଆପଣଙ୍କ ଠାରୁ ଶ୍ରେଷ୍ଠ ଅଟେ?